ଆଜି ପେନ୍ତୁକୋଷ୍ଟ ଦିନରେ ପବିତ୍ର ଆତ୍ମାଙ୍କ ଅବତରଣ କରିବା ଏହି ବିଷୟ ଅନ୍ତର୍ଗତ ଆସନ୍ତୁ ଆମ୍ଭେ ବାକ୍ୟର ଅଧ୍ୟୟନ କରିବା। ଆସନ୍ତୁ ଆମ୍ଭେ ପ୍ରେରିତ ଅଧ୍ୟାୟ 2 ପଦ 1 ଉପରେ ଏକ ନଜର ପକାଇବା। ପେନ୍ତିକୋଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ, ଆଉ ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ୍ ଆକାଶରୁ ଆସି ଯେଉଁ ଗୃହରେ ସେମାନେ ବସିଥିଲେ ସେହି ଗୃହରେ ସର୍ବତ୍ର ବ୍ୟାପିଗଲା, ଆଉ ଅଗ୍ନି ସାଦୃଶ୍ୟ ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା। ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ପୁଣି ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। 2000 ବର୍ଷ ପୂର୍ବେ ଆଜି ଏହି ସମୟ ପ୍ରେରିତମାନେ ମାର୍କର ଉପର କୋଠରୀରେ ଏକତ୍ର ହୋଇ ପେନ୍ତିକୋଷ୍ଟର ପବିତ୍ର ପର୍ବ ପାଳନ କଲେ। ଯେତେବେଳେ ପେଣ୍ଟିକୋଷ୍ଟ ଦିନ ଆସିଲା, ତେବେ ପବିତ୍ର ଆତ୍ମା ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଅକସ୍ମାତ୍ ଆକାଶରୁ ପ୍ରତ୍ୟେକ ଜଣଙ୍କ ଉପରେ ଆସିଲା। ଅଗ୍ନିତୁଲ୍ୟ ଜୀଭ ଯେପରି ପବିତ୍ର ଆତ୍ମାଙ୍କ ଅଗ୍ନି ଦ୍ୱାରା ପ୍ରତ୍ୟେକ ଜଣଙ୍କୁ ସଚୋଟ ଏବଂ ଉତ୍ସାହୀ ହୃଦୟ ଦିଆଗଲା। ଏହି ସମୟରୁ ଦିନକୁ ପ୍ରାୟ 3000ରୁ 5000 ଲୋକ ପରମେଶ୍ୱରଙ୍କ ନିକଟକୁ ଆସିଲେ। ଯେଉଁଦିନ ସାମରିଆରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାରର ଏହି ମହାନ କାର୍ଯ୍ୟ ଆରମ୍ଭ ହେଲା, ତାହା ଆଜିର ଦିନ ଥିଲା, ଯାହା ପେନ୍ତିକୋଷ୍ଟର ଦିନ। ପୁରାତନ ନିୟମରେ ଏହି ଦିନକୁ ସପ୍ତାହର ପର୍ବ କୁହାଯାଉଥିଲା, ଆଉ ନୂତନ ନିୟମରେ ଏହାକୁ ପେଣ୍ଟିକୋଷ୍ଟର ଦିନ କୁହାଯାଉଅଛି। ଆସନ୍ତୁ ଆମ୍ଭେ ଲେବୀ ପୁସ୍ତକ ଅଧ୍ୟାୟ 23 ଖୋଲିବା ଓ ସାପ୍ତାହିକ ପର୍ବର ଶିକ୍ଷା ଉପରେ ଏକ ନଜର ପକାଇବା। ଲେବୀ ପୁସ୍ତକ ଅଧ୍ୟାୟ 23 ପଦ 15। ଅନନ୍ତର ସେହି ବିଶ୍ରାମର ପରଦିନଠାରୁ ଯେଉଁଦିନ ଦଳନୀୟ ନୈବେଦ୍ୟ ରୂପ ବିଡ଼ା ଆଣିଲ, ତାହା କେଉଁ ଦିନ ଥିଲା? ତାହା ପ୍ରଥମ ଫଳର ପର୍ବ ଅର୍ଥାତ୍ ପୁନରୁତ୍ଥାନ ଦିନ ଥିଲା। ଏହି କାରଣରୁ ବିଶ୍ରାମ ଦିନର ପରଦିନ ଯୀଶୁଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ, ଆଉ ଯେଉଁମାନେ ମହାନିଦ୍ରା ପ୍ରାପ୍ତ ଥିଲେ ସେମାନଙ୍କ ମଧ୍ୟରୁ ପ୍ରଥମ ଫଳ ହେଲେ। ହଁ ନା? ଅନନ୍ତର ସେହି ବିଶ୍ରାମ ଦିନର ପରଦିନଠାରୁ ଯେଉଁଦିନ ଦଳନୀୟ ନୈବେଦ୍ୟ ରୂପ ବିଡ଼ା ଆଣିଲ, ସେହି ଦିନଠାରୁ ପୂର୍ଣ୍ଣ 7 ସପ୍ତାହ ଗଣନା କରିବ। ପୁରା 7 ବିଶ୍ରାମ ଦିନ ଗଣିବା ପାଇଁ ଯେତେବେଳେ ଆମ୍ଭେ 7କୁ 7ରେ ଗୁଣିବା, ତେବେ ଏହା 49 ହେବ। ପଦ 16। ଏହି ରୂପେ ସପ୍ତମ ବିଶ୍ରାମ ବାରର ପର ଦିବସ ଯାଏ 50 ଦିନ ଗଣନା କରିବ, ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ। ଯେତେବେଳେ ଆମ୍ଭେ ପେଣ୍ଟିକୋଷ୍ଟ ଶବ୍ଦର ଅର୍ଥ ଦେଖୁ, ତେବେ ଏହାର ଅର୍ଥ ହେଉଛି 50। ଏଥିପାଇଁ ପେଣ୍ଟିକୋଷ୍ଟର ଦିନ ସେହି ପର୍ବ ନଥିଲା ଯାହା ନୂତନ ନିୟମର ସମୟରେ ଉତ୍ପନ୍ନ ହେଲା। ପୁଣି ତାହା କେବେ ପାଳନ କରାଯାଏ? ଆମ୍ଭେ ଦେଖିପାରିବା କି ଏହା ପରମେଶ୍ୱରଙ୍କ ବ୍ୟବସ୍ଥାର ଏକ ଭାଗ ଥିଲା, ଯାହା 3000 ବର୍ଷ ପୂର୍ବେ ମୋଶାଙ୍କ ସମୟରେ ପାଳନ କରାଯାଉଥିଲା। ନୂତନ ନିୟମରେ ପରମେଶ୍ୱର ପେନ୍ତିକୋଷ୍ଟ ବିଷୟରେ ଭବିଷ୍ୟବାଣୀକୁ ପୁରା କଲେ। ପୁରାତନ ନିୟମ ଛାୟା ଓ ନୂତନ ନିୟମ ବାସ୍ତବିକତା। ପୁରାତନ ନିୟମରେ ପରମେଶ୍ୱରଙ୍କ ବାକ୍ୟ ନୂତନ ନିୟମର ବାକ୍ୟ ସହିତ ଯୋଡ଼ି ହୋଇଛି, ଯାହା ଏହି ପ୍ରକାରେ ପରସ୍ପର ମଧ୍ୟରେ ପାର୍ଥକ୍ୟ ଦେଖାଏ। ଆସନ୍ତୁ ଆମ୍ଭେ ପଦ 16 ଦେଖିବା। ଏହି ରୂପେ ସପ୍ତମ ବିଶ୍ରାମ ବାରର ପର ଦିବସ ଯାଏ 50 ଦିନ ଗଣନା କରିବ, ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ। ପଦ 17। ତୁମ୍ଭେମାନେ ଆପଣା ଆପଣା ନିବାସରୁ ଦଳନୀୟ ନୈବେଦ୍ୟାର୍ଥେ 1 ଏଫାର 2 ଦଶମାଂଶର 2 ରୁଟି ଆଣିବ। ତାହା ସରୁ ମଇଦାରେ ପ୍ରସ୍ତୁତ ହେବ ଓ ତାଡ଼ିରେ ପାକ କରାଯିବ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ହେବ। ସେହି ଦିନ, ଯାହା ବିଶ୍ରାମ ଦିନର ପରଦିନ ଥିଲା, ସେହି ଦିନରୁ 50ତମ ଦିନ ଦଳନୀୟ ନୈବେଦ୍ୟାର୍ଥେ ଅର୍ପଣ କରୁଥିଲେ, ଅର୍ଥାତ୍ ପୁନରୁତ୍ଥାନ ଦିନରୁ 50ତମ ଦିନ ଆଜି ପେଣ୍ଟିକୋଷ୍ଟର ଦିନ। ପୁରାତନ ନିୟମର ସମସ୍ତ ପର୍ବର ତାରିଖ ବିଷୟରେ କହିବା ଯଦି, ମୋଶାଙ୍କ ବ୍ୟବସ୍ଥାରେ ପରମେଶ୍ୱର ପ୍ରଥମରୁ ହିଁ ତାହା ନିଯୁକ୍ତ କଲେ କି କେବେ ତାହା ପାଳନ କରାଯିବା ଉଚିତ। ପର୍ବର ନିର୍ଦ୍ଧାରିତ ସମୟ ଅନୁସାରେ ପରମେଶ୍ୱର ନୂତନ ନିୟମରେ 50ତମ ଦିନ ପ୍ରଥମ ଚର୍ଚ୍ଚର ସମସ୍ତ ବିଶ୍ୱାସୀଙ୍କ ଉପରେ ପ୍ରଥମ ବର୍ଷାର ପବିତ୍ର ଆତ୍ମା ଢାଡ଼ିଦେଲେ। ପୁଣି ପରମେଶ୍ୱର ପେନ୍ତିକୋଷ୍ଟରେ ପବିତ୍ର ଆତ୍ମା କାହିଁକି ଦେଲେ? ଆସନ୍ତୁ ଆମ୍ଭେ ପ୍ରେରିତ ଅଧ୍ୟାୟ 1ର ପେନ୍ତିକୋଷ୍ଟ ଦିନରେ ପବିତ୍ର ଆତ୍ମା ଦେବାର କାରଣ ଓ ପରମେଶ୍ୱରଙ୍କ ଇଚ୍ଛାକୁ ଜାଣିବା। ପ୍ରେରିତ ଅଧ୍ୟାୟ 1 ପଦ 6। ଅତଏବ ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ,
हे ପ୍ରଭୁ, ଆପଣ କ'ଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି? ସେ ସେମାନଙ୍କୁ କହିଲେ, ଯେ ସମସ୍ତ କାଳ କି ସମୟ ପିତା ସ୍ୱକର୍ତ୍ତୃତ୍ୱର ଅଧୀନରେ ରଖିଅଛନ୍ତି, ତାହା ତୁମମାନଙ୍କର ଜାଣିବା ବିଷୟ ନୁହେଁ। କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତିପ୍ରାପ୍ତ ହେବ। ଏହା କହୁଅଛି କି ଯେତେବେଳେ ପବିତ୍ର ଆତ୍ମା ଆସିବ, ତେବେ ପରମେଶ୍ୱରଙ୍କ ସନ୍ତାନ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ଶକ୍ତିପ୍ରାପ୍ତ ହେବେ। ଆଉ ଜେରୁସାଲେମ ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ମାର୍କର ଉପର କୋଠରୀରେ 10 ଦିନ ପର୍ଯ୍ୟନ୍ତ ପରମେଶ୍ୱରଙ୍କୁ ପବିତ୍ର ଆତ୍ମା ମାଗିବାର ସେମାନଙ୍କ ଉତ୍ସାହ ପ୍ରାର୍ଥନା ପେନ୍ତିକୋଷ୍ଟ ଦିନ ଅବତରଣ କରାଯାଇଥିବା ପ୍ରଥମ ବର୍ଷର ପବିତ୍ର ଆତ୍ମାଙ୍କ ଦ୍ୱାରା ପୁରା ହେଲା। ଆଉ ସାକ୍ଷୀ ରୂପରେ ସେମାନଙ୍କ ଜୀବନ ଯେଉଁମାନେ ସାମରିୟରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷ୍ୟ ଦେଇଥିଲେ, ପେଣ୍ଟିକୋଷ୍ଟ ଦିନରୁ ଆରମ୍ଭ ହେଲା। ଯେତେବେଳେ ପରମେଶ୍ୱରଙ୍କ ଲୋକମାନେ ସାକ୍ଷୀ ରୂପରେ ଆପଣା ଜୀବନ ଆରମ୍ଭ କଲେ, ତେବେ ପରମେଶ୍ୱର ସେମାନଙ୍କୁ ପବିତ୍ର ଆତ୍ମାଙ୍କ ଅଦ୍ଭୁତ ଅଧିକାର ଓ ଆଶୀର୍ବାଦ ପ୍ରଦାନ କଲେ। ହଁ ନା? ଆସନ୍ତୁ ଆମ୍ଭେ ଆଉ ଥରେ ପ୍ରେରିତ ଅଧ୍ୟାୟ 2 ପଦ 41 ଉପରେ ଏକ ନଜର ପକାଇବା। କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତିପ୍ରାପ୍ତ ହେବ। ଆଉ ଜେରୁସାଲେମ ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ତାଙ୍କ ବାକ୍ୟ ଅନୁସାରେ ଶକ୍ତିପ୍ରାପ୍ତ କରିବା ପରେ ପବିତ୍ର ଆତ୍ମାଙ୍କ ଅଦ୍ଭୁତ ଶକ୍ତି, ଯାହା ପ୍ରଥମ ତୁଳନାରେ ଅଧିକ ଶକ୍ତିଶାଳୀ ଥିଲା, ପ୍ରେରିତ ଓ ପରମେଶ୍ୱରଙ୍କ ସମସ୍ତ ଲୋକଙ୍କ ସହିତ ରହିଲା। ପଦ 41, ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ। ଆଉ ସେହି ଦିନ ପ୍ରାୟ କେତେ ଜଣ ସଂଯୁକ୍ତ ହେଲେ? 300,000 ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ। ସେ ପର୍ଯ୍ୟନ୍ତ କେବଳ 120 ଜଣ ଲୋକ ଏକତ୍ରିତ ହୋଇଥିଲେ, କିନ୍ତୁ ପରମେଶ୍ୱର ଗୋଟିଏ ଦିନରେ 3000 ସଂଯୁକ୍ତ କଲେ। ପରମେଶ୍ୱର ପେଣ୍ଟିକୋଷ୍ଟ ଦ୍ୱାରା ଚର୍ଚ୍ଚର ହଠାତ୍ ବିକାଶ ଆରମ୍ଭ ହେବାକୁ ଅନୁମତି ଦେଲେ। ଏମିତି ନୁହେଁ କି ଗୋଟିଏ ଦିନରେ ଏମିତି ହିଁ 3000 ଲୋକଙ୍କୁ ସଂଯୁକ୍ତ କରାଗଲା, କିନ୍ତୁ ସେମାନେ ସେହି ସମୟରୁ ପ୍ରଚାର କରିବା ଆରମ୍ଭ କଲେ। ହଁ ନା? ଯେତେବେଳେ ପିତର ଛିଡ଼ା ହେଲା ଓ ପରମେଶ୍ୱରଙ୍କ ବାକ୍ୟ ଶୁଣାଇଲା, ତେବେ 3000 ଲୋକେ ଅନୁଗ୍ରହ ପ୍ରାପ୍ତ କଲେ। ଆଉ ଏତେ ପ୍ରଭାବିତ ହେଲେ କି ସେମାନଙ୍କ ଆଖି ଖୋଲିଗଲା ଓ ଅନୁତାପ ଦ୍ୱାରା ପରମେଶ୍ୱରଙ୍କ ନିକଟକୁ ଯିବା ପାଇଁ ସକ୍ଷମ ଥିଲେ। ପୁଣି ପରମେଶ୍ୱର ଆମମାନଙ୍କୁ ଏହି ଯୁଗରେ ପବିତ୍ର ଆତ୍ମା କାହିଁକି ପ୍ରଦାନ କଲେ? ପରମେଶ୍ୱର ଆମମାନଙ୍କୁ ଯୋଗ୍ୟତା ଓ ଶକ୍ତି ଦେଲେ, ଯାହାଦ୍ୱାରା ଆମ୍ଭେ ଏହି ପ୍ରକାର କାର୍ଯ୍ୟକୁ ପୁରା କରିପାରିବା। ହଁ ନା? ଆସନ୍ତୁ ଆମ୍ଭେ ଜିହିଜକଲ୍ ଅଧ୍ୟାୟ 3 ପଦ 16କୁ ଯିବା। ଅନନ୍ତର 7 ଦିନ ସମାପ୍ତ ହେଲା ଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା, ଯଥା ହେ ମନୁଷ୍ୟ ସନ୍ତାନ, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ। ଏହେତୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ। ଆଉ ଶେଷରେ ପରମେଶ୍ୱର ପବିତ୍ର ଆତ୍ମା ଅବତରଣ କଲେ, ଯାହାଦ୍ୱାରା ଆମ୍ଭେ ଅନୁତାପରେ ଲୋକଙ୍କର ନେତୃତ୍ୱ କରୁଥାଇ ଦୁନିଆକୁ ଚେତାବନୀ ଦେଇପାରିବା। ହଁ ନା? ଏହା ଦେଖିବା ପରେ କି କେମିତି ଯୀଶୁଙ୍କୁ କ୍ରୁଶରେ ଉଠାଗଲା, ରୋମ ସୈନିକଙ୍କ ଦ୍ୱାରା ଘୋଷାରିଗଲା ଆଉ ମହାଯାଜକଙ୍କ ସେବକ ଦ୍ୱାରା ଗିରଫ କରାଗଲା, ଶିଷ୍ୟମାନେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ। ଯେତେବେଳେ ମଧ୍ୟ ସେମାନେ ଏକତ୍ର ହେଲେ, ସେମାନେ ଗୁପ୍ତ ରୂପରେ ସାକ୍ଷାତ ହେବା ଓ କବାଟ ସବୁ ବନ୍ଦ କରିଦେଉଥିଲେ, ଯେପରି ଅନ୍ୟ କେହି ଭିତରକୁ ନ ଆସନ୍ତି। କିନ୍ତୁ 40 ଦିନ ପରେ ଶିଷ୍ୟମାନେ ଯୀଶୁଙ୍କ ପୁନରୁତ୍ଥାନର ଶକ୍ତି ଓ ଯୀଶୁଙ୍କ ସ୍ୱର୍ଗରୋହଣର ମହିମାକୁ ଦେଖିଲେ। ଏଥିରେ ଶିଷ୍ୟମାନଙ୍କ ହୃଦୟକୁ ଅଧିକ ପ୍ରେରିତ କଲା। ସେମାନେ ତୁରନ୍ତ ପରେ ବାକ୍ୟ ଅନୁସାରେ ଏହି ଜାତି ପ୍ରାର୍ଥନା ବିନା କୌଣସି ଆଉ ଉପାୟ ଦ୍ୱାରା ବାହାରି ପାରିବ ନାହିଁ। ଶିଷ୍ୟମାନେ 10 ଦିନ ପର୍ଯ୍ୟନ୍ତ ପ୍ରାର୍ଥନା କଲେ, ଆଉ ସେମାନଙ୍କ ପ୍ରାର୍ଥନାର ଧୂପଧୁଆ ସ୍ୱର୍ଗରେ ପରମେଶ୍ୱରଙ୍କ ସିଂହାସନ ପର୍ଯ୍ୟନ୍ତ ପହଞ୍ଚିଲା। ପରମେଶ୍ୱର ସାମରିଆରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସାକ୍ଷୀ ରୂପରେ ଖ୍ରୀଷ୍ଟ ବିଷୟରେ ସାକ୍ଷ୍ୟ ଦେବାର କ୍ଷମତା ଆଉ ଶକ୍ତିକୁ ଅସୀମିତ ରୂପରେ ଢାଳିଦେଲେ। କାରଣ ସେମାନେ ଶକ୍ତି ପ୍ରାପ୍ତ କରିବା ପରେ ପ୍ରଚାର କଲେ, ତେବେ ଯେଉଁ ଲୋକମାନେ ବାକ୍ୟକୁ ଶୁଣୁଥିଲେ ସେମାନଙ୍କ ହୃଦୟ ବ୍ୟାପକ ରୂପରେ ଖୋଲି ଦେଉଥିଲେ। ଆଉ ଅନୁଗ୍ରହର ଅଦ୍ଭୁତ କାର୍ଯ୍ୟ, ଯେଉଁଠି 3000ରୁ 5000 ଲୋକ ପରମେଶ୍ୱରଙ୍କ ନିକଟକୁ ଆସିଲେ, ଏହି ଦିନରୁ ଅର୍ଥାତ୍ ପେନ୍ତିକୋଷ୍ଟ ଦିନରୁ ଆରମ୍ଭ ହୋଇଥିଲା। କାରଣ ନାହିଁ ଆମ୍ଭେ କେବଳ 1 ଆରବ ଲୋକଙ୍କୁ କିନ୍ତୁ 7.7 ଆରବ ଲୋକଙ୍କୁ ପ୍ରଚାର କରୁଅଛୁ, ତେବେ ପେନ୍ତିକୋଷ୍ଟ ନାମକ ଏହି ପର୍ବର ବାସ୍ତବିକତାରେ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥ ଅଛି। ହଁ ନା? ହେ ମନୁଷ୍ୟ ସନ୍ତାନ,
आम्भे इस्राएल वंश प्रति तुम्भकु प्रहरी करी नियुक्त करिअछु एहेतु आम्भ मुखर कथा शुण और आम्भ नामरे सेमानंकु चेतना दियो। आसंतु आम्भे पद 18 देखिबा कि केमिति परमेश्वर सेमानंकु चेतना देले। तुम्हें निश्चय मरिब एही कथा जेतेबेले आम्भे दुष्टको कहू सेतेबेले तुम्हें जेबे ताहाकु चेतना न दियो कि अबा ताहार प्राण रक्षा निमंते चेतना देबा पाई सेही दुष्ट लोककु ताहार कुपत विषय किछि न कुह तेबे सेही दुष्ट लोक आपणा अधर्मरे मरिब। मात्र आम्भे तुम्भ हस्तरु ताहार रक्तर प्रतिशोध नेबा। जो परिस्थिति रे आम्भे अछु और जो स्थान रे आम्भे छिड़ा होई अछु ताहा बहुत भल भाबरे जानिबा उचित। परमेश्वर पवित्र आत्मा काहेकि अवतरण कले? परमेश्वर आम्भमानंकु एही समस्त पर्व को पालन करिवार अनुमति काहेकि देले? शेषरे जदि आम्भे सेमानंकु बंचाइबा नाही तेबे परमेश्वर आम्भमानंक ठारु तांको रक्तर हिसाब नेबे। पद 19 तथापि तुम्भे जदि दुष्ट को चेतना दियो आउ से आपणा दुष्टतारु और आपणा कुपथरु न फेरे से निज अधर्मरे मरिब मात्र तुम्भे आपणा प्राण रक्षा कल। परमेश्वर आम्भमानंको मिशन निमंते आम्भमानंकु बुझाई जाग्रत करूछंती कि जदि केही ग्रहण करि पारिबो नाही तेबे एहा ताहार दोष हेबो ना तो सेही लोक मानकर दोष हेबो जे माने तांको प्रचार करंती। परमेश्वर आम्भमानंकु एही मिशन सिखाइले कि अनुताप और उद्धार रे संसारर नेतृत्व करिबा पई आम्भमानंकु ज्योतिर संतानक रूपरे आउ ज्योतिर स्वर्गीय सेनांक रूपरे कार्य करिबा उचित। आसंतु आम्भे गीत संहिता अध्याय 19 खोलिबा आउ जानिबा कि जदि आम्भे परमेश्वरंक प्रहरी और साक्षी रूपरे आपणा मिशन को संपूर्ण भावरे करूअछु तेबे परमेश्वरंक एही वाक्य केते दूर पर्यंत पहुँचिबो। गीत संहिता अध्याय 19 पद 1 आकाशमंडल परमेश्वरंक गौरव वर्णना करे शून्यमंडल ताहांक हस्तकृत कर्म प्रकाश करे। दिवस दिवस प्रति वाक्य उच्चारण करे और रात्रि रात्रि प्रति ज्ञान प्रकाश करे। कौनसी वाक्य की भाषा न थाए सेमानंक रब शुणा जाई न पारे। सेमानंक रज्जु समुदाय पृथ्वी रे और सेमानंकर वाक्य क्यों पर्यंत जगतर सीमा पर्यंत व्याप्त। एठारे लेखा जाई अछि कि एपरि कौनसी जागा नाही जोंटी परमेश्वरंक वाक्यर प्रचार करा जीव नाही किंतु एहा जगतर प्रांत पर्यंत सारा पृथ्वी को जीव। जेतेबेले परमेश्वरंक वाक्य जगतर शेष पर्यंत जाउअछि तेबे प्रचारक सेमानंकु केउठी आसिबाकु कहउछंती सियोन को फेरी आस। आममानंकु सेमानंकु एहा कहि उद्धार विषय जानिबा देबा उचित कि सियोन को आस जेउठी परमेश्वर निवास करंती कारण परमेश्वर कहिथिले कि तांको वाक्य सुनिश्चित ही पृथ्वीर शेष पर्यंत जीव। तेबे आम्भे बाइबल रो भविष्यवाणी ठारू रक्षा पाई पारिबा नाही हना। आसंतु आम्भे जिरिमियो अध्याय 4 पद 5 को जीवा। तुम्हें माने जिहुदारे प्रचार करो और जेरुसलेम रे घोषणा करो आउ कुह तुम्हें माने देश रे तुरी बजाओ उच्च स्वर करी कुह तुम्हें माने एकत्र हुओ आसो आमे माने दृढ़ नगर मानंकु जाऊ सियोन आड़े ध्वजा टेको रक्षा निमंते पळाओ विडंब करो नाही। आम मानकु सियोन को केमिति जीवा उचित? आम मानकु द्विधा बा विडंब करिबा उचित नुहे किंतु तुरंत सियोन आड़कु दौड़िबा उचित। एहा एथिपाई कारण परमेश्वर सियोन रे निवास करंती। सियोन रे आममानक राजांक रूपरे शासन करंती आउ सियोन रे आपणा संतानंक पाप को क्षमा करंती। परमेश्वर एही आशा सहित सियोन रे एकत्र हेबा निमंते कहिले कि आम्भे तुरंत सियोन रे दौड़ी जिबा ओ पापर क्षमा एवं उद्धार प्राप्त करिबा। आसंतु आम्भे जिसाय अध्याय 33 पद 20 देखिबा। आम्भमानकर पवित्र सभास्थान सियोन नगर प्रति दृष्टि कर। तुम्भर चक्षु शांतिमय बसती स्थान जेरुसलेम को देखिबो। ताहा अटल तंबू स्वरूप तहिर कीड़ा सबु केबे उपुड़ा जीव नाही किओबा तहिर कौनसी राज्य छेंडिबो नाही मात्र सेठारे सदाप्रभु प्रतापरे आम्भमानकर सहवर्ती हेबे। परमेश्वर आम्भमानक सहित केउठी रहिबे? सुनिश्चित रूपरे एहा सियोन रे अछि। एथिपाई जेतेबेले आम्भे समस्त देश को सुसमाचार प्रचार करूअछु तेबे आम्भमानकु कहिबा उचित आसंतु आम्भे पिता परमेश्वर और माता परमेश्वर को ऊपर विश्वास करूथाई जो माने सियोन रे अछंती सियोन को फेरी उद्धारर पथरे एक संगरे चलिबा आ पाप क्षमा प्राप्त करिबा। आसंतु आम्भे पुणी थरे पद 21 देखिबा। मात्र सेठारे सदाप्रभु प्रतापरे आम्भमानकर सहवर्ती हेबे।
ପ୍ରଶସ୍ତ ନଦନଦୀ ଓ ସ୍ରୋତ ସମୂହର ସ୍ଥାନ ସ୍ୱରୂପ ହେବ। ସେ ସ୍ଥାନରେ ଆହୁଲାଯୁକ୍ତ କୌଣସି ପଥ ଗମନ କରିବ ନାହିଁ, କି ଅବା ଭୟଙ୍କର ଜାହାଜ ତାହାପରେ ହେବ ନାହିଁ। କାରଣ ସଦାପ୍ରଭୁ ଆମମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମମାନଙ୍କର ବ୍ୟବସ୍ଥାଦାତା, ସଦାପ୍ରଭୁ ଆମମାନଙ୍କର ରାଜା, ସେ କ'ଣ କରିବେ? ସେ ଆମମାନଙ୍କର ପରିତ୍ରାଣ କରିବେ। ଆସନ୍ତୁ ଆମେ ପଦ 23 ସହିତ ଜାରି ରଖିବା। ତୁମ୍ଭର ପାଲ ଦଉଡ଼ି ସବୁ ହୁଗୁଡ଼ା ହୋଇଅଛି, ସେ ସବୁ ଆପଣା ମାସ୍ତୁଲକୁ ଦୃଢ଼ ଓ ପାଲକୁ ବିସ୍ତାର କରିପାରିଲା ନାହିଁ। ସେତେବେଳେ ବସ୍ତ୍ରର ଲୁଟଦ୍ରବ୍ୟ ବିଭାଗ କରାଗଲା, ଛୋଟା ଲୋକ ଲୁଟଦ୍ରବ୍ୟ ଧରିଲେ। ପୁଣି ମୁଁ ପୀଡ଼ିତ ଅଛି ବୋଲି ନିବାସୀ ଲୋକ କହିବ ନାହିଁ, ତନ୍ନିବାସୀ ଲୋକମାନଙ୍କର ଅନ୍ୟ ଶବ୍ଦରେ ସିଓନରେ ରହିବେ। ଅପରାଧ କ୍ଷମା କରାଯିବ। କାରଣ ଉଦ୍ଧାରର ଏପରି ଅନୁଗ୍ରହ ଓ ଆଶୀର୍ବାଦ ସେଠାରେ ମିଳିପାରିବ। ତେବେ ବିଳମ୍ବ ନ କରି ସିଓନରେ ଏକତ୍ର ହୋଇଯାଅ। ଯେ କେହି ଉଦ୍ଧାର ଓ ପାପର କ୍ଷମା ପ୍ରାପ୍ତ କରିବାକୁ ଚାହୁଁଅଛି, ସେ ଆସୁ ଓ ପରମେଶ୍ୱରଙ୍କ ସହିତ ସାକ୍ଷାତ ହେଉ, ଯିଏ ସିଓନରେ ନିବାସ କରନ୍ତି। ଏହି ପ୍ରକାର କ'ଣ ଆମମାନଙ୍କୁ ସେମାନଙ୍କୁ ଜଣାଇବାରେ ଓ ସେମାନଙ୍କୁ ସତ୍ୟର ଅନୁଭବ କରାଇବାରେ ସାହାଯ୍ୟ କରିବା ଉଚିତ ନୁହେଁ? ପୁତ୍ରଙ୍କ ଯୁଗରେ ଶିଷ୍ୟମାନେ ପେନ୍ତିକୋସ୍ତ ଦିନ ଅବତରଣ କରାଯାଇଥିବା ପ୍ରଥମ ବର୍ଷର ପବିତ୍ର ଆତ୍ମା ଦ୍ୱାରା ସମସ୍ତ ଲୋକଙ୍କୁ ଏହା କହିବା ସହିତ ସୁସମାଚାର ପ୍ରଚାର କଲେ କି ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସ, ଯିଏ ଆମମାନଙ୍କର ଉଦ୍ଧାରକର୍ତ୍ତା ଅଟନ୍ତି। ସେହି ପ୍ରକାର ବର୍ତ୍ତମାନ ପବିତ୍ର ଆତ୍ମାଙ୍କ ଏହି ଶେଷ ଯୁଗରେ ଆମମାନଙ୍କୁ ସମ୍ପୂର୍ଣ୍ଣ ସଚେତନତାରେ ଏହା କହିବା ସହିତ ପ୍ରଚାର କରିବା ଉଚିତ କି ଆତ୍ମା ଓ କନ୍ୟା ନିକଟକୁ ଆସ, ଯେଉଁମାନେ ପବିତ୍ର ଆତ୍ମାଙ୍କ ଯୁଗରେ ଉଦ୍ଧାରକର୍ତ୍ତା ଅଟନ୍ତି। ଆସ ଆଉ ପାପର କ୍ଷମା, ଉଦ୍ଧାର ଓ ଅନନ୍ତ ଜୀବନର ଆଶୀର୍ବାଦ ପ୍ରାପ୍ତ କର, ଆଉ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ସହିତ ସାକ୍ଷାତ ହୁଅ। କ'ଣ ଆମମାନଙ୍କୁ ଏହି ପ୍ରକାର ଉଚ୍ଚସ୍ୱରରେ ଚିତ୍କାର କରିବା ଉଚିତ ନୁହେଁ? ଭାବବାଦୀ ଜିହିଜ୍ କଲଙ୍କ ଅନୁସାରେ ଏହି କାର୍ଯ୍ୟ କାହା ଆଡ଼ୁ ଯାହା ଆମ୍ଭେ ବର୍ତ୍ତମାନ କରୁଅଛୁ? ଆମ୍ଭେ ପରମେଶ୍ୱରଙ୍କ ଆଡ଼ୁ ଏହି କାର୍ଯ୍ୟ କରୁଅଛୁ। ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22କୁ ଯିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17। ଆତ୍ମା ଓ କନ୍ୟା କହନ୍ତି ଆସ। ଯେତେବେଳେ ଆତ୍ମା ଓ କନ୍ୟା, ଯେ ପିତା ପରମେଶ୍ୱର ଓ ମାତା ପରମେଶ୍ୱର ଅଟନ୍ତି, କହିଲେ, ସେମାନେ ସମସ୍ତ ମାନବ ଜାତିଙ୍କୁ କ'ଣ କହିଲେ? ସେମାନେ କହିଲେ ଆସ। ଯେତେବେଳେ ଆମ୍ଭେ ଆସ ଏହି ଶବ୍ଦ ଉପରେ ନିର୍ଭର ହୋଇ ପୁରା ଦୁନିଆରେ ଲୋକଙ୍କୁ ପ୍ରଚାର କରୁଅଛୁ, ତେବେ କ'ଣ ଏହା ପିତା ଓ ମାତାଙ୍କ ଆଡ଼ୁ ସେମାନଙ୍କୁ ନିମନ୍ତ୍ରିତ କରିବା ନୁହେଁ? କ'ଣ ଏହି ଖବର ଦୁନିଆର ସମସ୍ତ 7.7 ଆରବ ଲୋକଙ୍କୁ ଦିଆଯିବା ଉଚିତ ନୁହେଁ? ଯେତେବେଳେ ଆମ୍ଭେ ଏହି ପ୍ରକାର ସୁସମାଚାର ପ୍ରଚାର କରୁଅଛୁ, ତେବେ ଭାବବାଦୀମାନେ ଆମମାନଙ୍କ ପ୍ରଚାରର ପରିଣାମ ବିଷୟରେ କ'ଣ କହିଲେ? ଆସନ୍ତୁ ଆମ୍ଭେ ଯିରିମିୟ ଅଧ୍ୟାୟ 3 ପଦ 17 ଦେଖିବା। ସେ ସମୟରେ ଲୋକମାନେ ଜେରୁସାଲେମକୁ ସଦାପ୍ରଭୁଙ୍କ ସିଂହାସନ ବୋଲି କହିବେ। ଆଉ ସବୁ ଦେଶୀୟ କ'ଣ କରିବେ? ସବୁ ଦେଶୀୟ ଲୋକମାନେ ତହିଁ ନିକଟରେ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଜେରୁସାଲେମରେ ସଂଗୃହୀତ ହେବେ। ଯେତେବେଳେ ଜେରୁସାଲେମ ଆମମାନଙ୍କ ସ୍ୱର୍ଗୀୟ ମାତା ଅର୍ଥାତ୍ ଆତ୍ମା ଓ କନ୍ୟା କହିଲେ ଆସ, ତେବେ ସମସ୍ତ ଦେଶ ସେଠାରେ ଏକତ୍ର ହେବେ। ପୁଣି ସେମାନେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧିତା ଅନୁସାରେ ଆଉ ଗମନ କରିବେ ନାହିଁ। ସେ ସମୟରେ ଜିହୁଦା ବଂଶ ଇସ୍ରାଏଲ ବଂଶ ସଙ୍ଗେ ଗମନ କରିବେ ଓ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମମାନଙ୍କର ପୂର୍ବପୁରୁଷ ଗଣକୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ। ପରମେଶ୍ୱରଙ୍କ ସନ୍ତାନ ଯେଉଁମାନେ ପିତା ଏବଂ ମାତା ନିକଟକୁ ଫେରିଛନ୍ତି, ସେମାନେ ସ୍ୱର୍ଗ ରାଜ୍ୟର ଅନନ୍ତ ମହିମା ଆଡ଼କୁ ଚାଲୁଥାଇ ଅନୁତାପ କରିବେ ଏବଂ ଜେରୁସାଲେମକୁ ଆଉ କେବେ ପରିତ୍ୟାଗ କରିବେ ନାହିଁ। ତେବେ ଅନ୍ତିମ ସୁସମାଚାର, ପରମେଶ୍ୱରଙ୍କ କାର୍ଯ୍ୟ ସମାପ୍ତ ହୋଇଯିବ, ହଁ ନା? ପରମେଶ୍ୱର ଆମମାନଙ୍କୁ କ୍ଷମତା ଓ ଉପହାର ଦେଇଛନ୍ତି, ଯାହାଦ୍ୱାରା ଆମ୍ଭେ ଏହି ଆଶା ରଖିପାରିବା ଆଉ ପେଣ୍ଟିକୋସ୍ତ ଦିନରେ ଦିଆଯାଇଥିବା ଶେଷ ବୃଷ୍ଟିର ପବିତ୍ର ଆତ୍ମାଙ୍କ ଦ୍ୱାରା ପରମେଶ୍ୱରଙ୍କ କାର୍ଯ୍ୟକୁ ଧ୍ୟାନ ଦେଇପାରିବା। ଆମ୍ଭମାନଙ୍କୁ ଦିଆଯାଇଥିବା ଆତ୍ମିକ ଉପହାର ଦ୍ୱାରା ଆସନ୍ତୁ ଆମ୍ଭେ ସମସ୍ତେ ସାମରିଆରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରଚାର କରିବା। ଆସନ୍ତୁ ଆମ୍ଭେ ଯିଶାୟା ଅଧ୍ୟାୟ 60 ପଦ 1 ଦେଖିବା। ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି। କାରଣ ଦେଖ, ଅନ୍ଧକାର ପୃଥିବୀ କି ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ, ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ। ପୁଣି ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାଗଣ କାହା ଆଡ଼କୁ? ତୁମ୍ଭ ଅରୁଣୋଦୟର ଆଲୁଅ ନିକଟକୁ ଆସିବେ। ପରମେଶ୍ୱର ପ୍ରଥମରୁ ହିଁ ପୃଥିବୀର ସମସ୍ତ ମାନବ ଜାତି ଓ ପ୍ରଣାଳୀକୁ ଏହି ପ୍ରକାର ଗଠନ କରିଛନ୍ତି, ଯାହାଦ୍ୱାରା ଯେପର୍ଯ୍ୟନ୍ତ ଆମ୍ଭେ ଆଲୋକ ଦୀପ୍ତିମାନ କରିବା, ସେମାନେ ସମସ୍ତେ ଆସିପାରିବେ। ଏଥିପାଇଁ ଆସନ୍ତୁ ଆମ୍ଭେ ପବିତ୍ର ଆତ୍ମାଙ୍କ ଦ୍ୱାରା ଯାହା ଆମ୍ଭମାନଙ୍କୁ ପ୍ରାପ୍ତ ହୋଇଅଛି
ସୁସମାଚାର ପ୍ରଚାର କରିବାରେ ବିଶ୍ୱାସର ସହିତ ଦୃଢ଼ ରହିବା। ପଦ 8 ମେଘର ନ୍ୟାୟ ଓ ଆପଣା ଆପଣା ଭାଡ଼ିକୁ ଉଡ଼ନ୍ତା କପୋତ ଗଣର ନ୍ୟାୟ ଉଡ଼ି ଆସୁଛନ୍ତି ଯେ ଏମାନେ କିଏ? ସେମାନେ ସମସ୍ତେ ଉଡ଼ୁଥାଇ କଳରେ ଫେରିଆସନ୍ତି। ପ୍ରାୟ 2700 ବର୍ଷ ପୂର୍ବେ ଭାବବାଦୀ ଜିସାୟ ସ୍ୱର୍ଗର ଅନ୍ତିମ ବିଶ୍ୱାସୀଙ୍କ ଜେରୁସାଲମ ଆମମାନଙ୍କ ସ୍ୱର୍ଗୀୟ ମାତାଙ୍କ କୋଳରେ ଫେରି ଆସିବାର ଦୃଶ୍ୟର ବର୍ଣ୍ଣନା କରିଥିଲେ। ଆସନ୍ତୁ ଆମେ ପଦ 20କୁ ଯିବା। ତୁମ୍ଭର ସୂର୍ଯ୍ୟ ଆଉ ଅସ୍ତଗତ ନହିବ କି ଅବା ତୁମ୍ଭର ଚନ୍ଦ୍ର ଆପଣାକୁ ରହିତ କରିବ ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ଅନନ୍ତ କାଳ ସ୍ଥାୟୀ ଜ୍ୟୋତିଷ ରୂପ ହେବ ଓ ତୁମ୍ଭର ଶୋକର ଦିନ ଶେଷ ହେବ। ମାତ୍ର ତୁମ୍ଭର ଲୋକ ସମସ୍ତେ ଧାର୍ମିକ ହେବେ, ସେମାନେ ଅନନ୍ତ କାଳ ଯାଏ ଦେଶ ଅଧିକାର କରିବେ। ସେମାନେ ଆମ୍ଭର ଗୌରବାର୍ଥେ ଆମ୍ଭର ରୋପିତ ଶାଖା ଓ ଆମ୍ଭର ହସ୍ତକୃତ କର୍ମ ଅଟନ୍ତି। କ୍ଷୁଦ୍ର ଜଣକ ସହସ୍ର ହେବ ଓ ସାନ ଜଣକ ବଡ଼ବାନ ଗୋଷ୍ଠୀ ହେବ। ଆମ୍ଭେ ସଦାପ୍ରଭୁ ଯଥାକାଳରେ ଏହା ଶୀଘ୍ର ଘଟାଇବା। ଯେମିତି ପରମେଶ୍ୱର ପେନ୍ତିକଷ୍ଟର ପ୍ରଥମ ବର୍ଷା ପବିତ୍ର ଆତ୍ମା ପ୍ରଦାନ କଲେ ଆଉ ଏହି ଅନ୍ତିମ ଯୁଗରେ ପୁନର୍ବାର ଶେଷ ବୃଷ୍ଟିର ପବିତ୍ର ଆତ୍ମାକୁ ପ୍ରଦାନ କଲେ, ତେବେ ଆମ୍ଭମାନଙ୍କୁ କେବଳ ଏହି ତଥ୍ୟ ନିମନ୍ତେ ଖୁସି ହେବା ଉଚିତ ନୁହେଁ କି ଆମ୍ଭେମାନେ ଏହା ପ୍ରାପ୍ତ କଲୁ, କିନ୍ତୁ କିଛି ଏପରି ଯାହା ଆମ୍ଭମାନଙ୍କୁ କରିବା ଉଚିତ। ପରମେଶ୍ୱର କେଉଁ କାରଣ ପାଇଁ ପବିତ୍ର ଆତ୍ମା ଅବତରଣ କରନ୍ତି? ପରମେଶ୍ୱର ଆମ୍ଭମାନଙ୍କୁ ଶକ୍ତି ପ୍ରଦାନ କରନ୍ତି ଓ ଆମ୍ଭମାନଙ୍କୁ କ୍ଷମତା ଦିଅନ୍ତି, ଯାହାଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ଆଡ଼ୁ କାର୍ଯ୍ୟ କରିପାରିବା। ଯେଉଁ ଲୋକମାନେ ଚେଷ୍ଟା କରନ୍ତି ସେମାନଙ୍କୁ ପରମେଶ୍ୱର ସର୍ବଦା କାର୍ଯ୍ୟ କରିବାର କ୍ଷମତା ଦିଅନ୍ତି। ଏଥିପାଇଁ ପରମେଶ୍ୱରଙ୍କ ଇଚ୍ଛାକୁ କରୁଥାଇ ଆମ୍ଭମାନଙ୍କୁ କେବଳ ପରମେଶ୍ୱରଙ୍କ ଉପରେ ନିର୍ଭର ରହିବା ଉଚିତ। ପରମେଶ୍ୱର କହିଲେ କି ଯେଉଁ ଲୋକମାନେ କାର୍ଯ୍ୟ କରନ୍ତି ସେ ସେମାନଙ୍କୁ ଯୋଗ୍ୟତା ପ୍ରଦାନ କରନ୍ତି। ଯଦି ଆପଣ କାମ କରୁନାହାନ୍ତି ତେବେ କୋଦାଳ କେଉଁ କାମର ଆଉ ଗଇଁତି କେଉଁ କାମର? କାମ କରିବା ଲୋକଙ୍କ ପାଇଁ ସମସ୍ତ ଉପକରଣ ଆବଶ୍ୟକ। ଏହି ପ୍ରକାର କାରଣ ପବିତ୍ର ଆତ୍ମାଙ୍କ ଅନୁଗ୍ରହ ଓ ପବିତ୍ର ଆତ୍ମାଙ୍କ କ୍ଷମତା ସେହି ଲୋକଙ୍କ ପାଇଁ ଆବଶ୍ୟକ ଯେଉଁମାନେ କାର୍ଯ୍ୟ କରନ୍ତି। ଆଉ ଯେପର୍ଯ୍ୟନ୍ତ ଆମ୍ଭେ କାର୍ଯ୍ୟ କରୁ ପରମେଶ୍ୱର ସେହି ସମସ୍ତ ଆମ୍ଭମାନଙ୍କୁ ପ୍ରଦାନ କରିବେ। ସୁସମାଚାର ପ୍ରଚାର କରିବା ସମୟରେ ବେଳେବେଳେ ଆମ୍ଭମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇପାରୁ ବା ବାହାର ପରିସ୍ଥିତି କାରଣରୁ ପ୍ରଚାର କରିବାରେ କୁଣ୍ଠାବୋଧ ହୋଇପାରେ। କିନ୍ତୁ ଆମ୍ଭମାନଙ୍କ ବାହାର ପରିସ୍ଥିତିର ସାମ୍ନାରେ ମୁଣ୍ଡ ନୁଆଇବାର ଆବଶ୍ୟକତା ନାହିଁ। ଯେତେବେଳେ ମଧ୍ୟ କ୍ଲେଶ ଓ ଯନ୍ତ୍ରଣା ବା କୌଣସି ପ୍ରକାରର ଅସୁବିଧା ଆମ୍ଭମାନଙ୍କ ନିକଟକୁ ଆସେ, ତେବେ କିଛି ଏପରି ବିଷୟ ଅଛି ଯାହା ଉପରେ ଆମ୍ଭମାନଙ୍କୁ ବିଚାର କରିବାର ଆବଶ୍ୟକତା ଅଛି। ଭାଇ ଓ ଭଉଣୀମାନେ, ଧରି ନିଅନ୍ତୁ କି ଆପଣଙ୍କ ପାଖରେ ପାଣିରେ ପରିପୂର୍ଣ୍ଣ ଏକ କପ୍ ଅଛି। ଯଦି ଆପଣ କପ୍ରେ ମୁଠାଏ ଲୁଣ ପକାନ୍ତି ଏବଂ ଯଦି ସମସ୍ତ ଲୁଣ ତରଳିଯାଏ, ତେବେ ପାଣିର ସ୍ୱାଦ କେମିତି ଲାଗିବ? ତାହାର ସ୍ୱାଦ ବହୁତ ଲୁଣିଆ ଲାଗିବ, ହଁ ନା? କିନ୍ତୁ ଏହିଥର ଆସନ୍ତୁ ଆମେ ଗୋଟିଏ କପ୍ ନୁହେଁ କିନ୍ତୁ ଗୋଟିଏ ଅଲଗା ପାତ୍ରର ବ୍ୟବହାର କରିବା। ଯଦି ଆପଣ ଏକ ବଡ଼ ହ୍ରଦରେ ଲୁଣର ପରିମାଣ ସମାନ ପକାନ୍ତି ଓ ସମସ୍ତ ଲୁଣ ତରଳିଯାଏ, ତେବେ ହ୍ରଦର ପାଣିର ସ୍ୱାଦ କେମିତି ଲାଗିବ? କ'ଣ ଆପଣ ଲୁଣିଆ ସ୍ୱାଦ ଅନୁଭବ କରିପାରିବେ? ନାହିଁ, ଆପଣ କରିପାରିବେ ନାହିଁ। ସୁସମାଚାର ପ୍ରଚାର କରିବା ସମୟ ଯେତେବେଳେ ମଧ୍ୟ ଆମ୍ଭେ ଅସୁବିଧାର ସାମ୍ନା କରୁ, ଯଦି ଆମ୍ଭେ ଅଳ୍ପ ବିଶ୍ୱାସ ସହିତ ସଂକୀର୍ଣ୍ଣ ଭାବନା ରଖିବା, ତେବେ ଏହି ମୁଠାଏ ଲୁଣ ଅତ୍ୟଧିକ ଲୁଣିଆ ଲାଗିଥାଏ। କିନ୍ତୁ ଯଦି ଆପଣଙ୍କ ପାଖରେ ହ୍ରଦ ପରି ଏକ ବ୍ୟାପକ ମନ ଅଛି, ତେବେ ଯଦିଓ ଆମ୍ଭମାନଙ୍କ ବାହାର ପରିସ୍ଥିତି ଆମ୍ଭମାନଙ୍କୁ ଯେତେ ବାଧା ଦେଉନା କାହିଁକି, ତାହା ଆମ୍ଭମାନଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରିପାରିବ ନାହିଁ। କାରଣ ପ୍ରଥମ ବର୍ଷର ପବିତ୍ର ଆତ୍ମା ଗ୍ରହଣ କରିଥିବା ପ୍ରେରିତମାନେ ଏହି ମାନସିକତା ସହିତ ପ୍ରଚାର କଲେ। ଯଦି ହିଁ ଫାରସୀ ଓ ପ୍ରକାଶକମାନେ ସେମାନଙ୍କୁ ନିନ୍ଦା କଲେ ଏବଂ ସେମାନଙ୍କର ପ୍ରଚାରରେ ବାଧା ସୃଷ୍ଟି କଲେ ଓ ସେମାନଙ୍କୁ ଜେଲରେ ପକାଇଦେଲେ, ଯଦି ହିଁ ସେମାନଙ୍କୁ ଯେତେ କଷ୍ଟ ଏବଂ ଯନ୍ତ୍ରଣା ହେଉନା କାହିଁକି, ସେମାନେ ପ୍ରଚାର କରିବା ବନ୍ଦ କଲେ ନାହିଁ। ଯେତେବେଳେ ମଧ୍ୟ ସେମାନେ ଏକତ୍ରିତ ହେଲେ, ସେମାନେ ଆନ୍ତରିକତାର ସହିତ ପ୍ରାର୍ଥନା କରୁଥାଇ ଓ ଯତ୍ନର ସହିତ ବାକ୍ୟର ଅଧ୍ୟୟନ କରୁଥିଲେ। ଆଉ ସେମାନେ ଖ୍ରୀଷ୍ଟଙ୍କ ଶିକ୍ଷାକୁ ଅଭ୍ୟାସରେ ଆଣି, ଯିଏ କହିଲେ ସାମରିଆରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କର, ବାକ୍ୟର ପ୍ରଚାର କରିବା ପାଇଁ ନିଜକୁ ସମର୍ପିତ କରୁଥିଲେ। ଗୋଟିଏ ଦିନରେ ସେମାନଙ୍କ ସଂଖ୍ୟା 3000 ଏବଂ 5000। ଏଥିପାଇଁ ସଂଯୁକ୍ତ କରାଗଲା ନାହିଁ କି କୌଣସି ଅସୁବିଧା ବା କଷ୍ଟକର ନଥିଲା।
ଏହି ଅନ୍ତିମ ଯୁଗରେ ଜୀବନଯାପନ କରୁଥାଇ ଓ ସୁଷମାଚାର ପ୍ରଚାର କରୁଥାଇ ଆସନ୍ତୁ ଆମ୍ଭେ ଏହା ବିଶ୍ୱାସ କରିବା କି ପରମେଶ୍ୱର ଆମମାନଙ୍କୁ ପେନ୍ତିକୋଷ୍ଟ ଦିନରେ ଯେଉଁ ପବିତ୍ର ଆତ୍ମା ଦେଇଛନ୍ତି ତାହା ନିଶ୍ଚିତ ରୂପରେ ମହାନ ବିଶ୍ୱାସ ପାଇବା ନିମନ୍ତେ ଆମମାନଙ୍କ ହୃଦୟକୁ ବ୍ୟାପକ କରିବେ। ଏବଂ ଯଦିଓ ଏପରି ଶହ ଶହ ଏବଂ ସହସ୍ର ପରିସ୍ଥିତି ଅଛି ଯାହା ଆମମାନଙ୍କ ପ୍ରଚାରରେ ବାଧା ସୃଷ୍ଟି କରିବାର ଚେଷ୍ଟା କରେ, କିନ୍ତୁ ଗୀତ ସଂହିତା ଅଧ୍ୟାୟ 19ରେ ପରମେଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ପରମେଶ୍ୱରଙ୍କ ବାକ୍ୟ କେତେ ଦୂର ପର୍ଯ୍ୟନ୍ତ ଯିବ? ଏହା ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯିବ। ଏଥିପାଇଁ ପେନ୍ତିକୋଷ୍ଟର ଏହି ପବିତ୍ର ପର୍ବ ଦ୍ୱାରା ଆମମାନଙ୍କୁ କେବଳ ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ ନିର୍ଭର ରହିବା ଆଉ ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଷମାଚାର ପ୍ରଚାର କରିବାର ସଂକଳ୍ପ ନେବା ଆବଶ୍ୟକ। ଆଶା ଅଛି କି ସମସ୍ତଙ୍କୁ ଏହି ପେନ୍ତିକୋଷ୍ଟ ଦିନ ଦ୍ୱାରା ପବିତ୍ର ଆତ୍ମାଙ୍କ ପ୍ରଚୁର ଆଶୀର୍ବାଦ ପ୍ରାପ୍ତ ହେଉ। ମୁଁ ଉପଦେଶକୁ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।